ଜନମ ଶରଣଂ ଗଚ୍ଛାମି। ଜୁନ୍ ମାସର ମାସିକ ପତ୍ର। ଆମର P3Y ଶିକ୍ଷୟିତ୍ରୀ ପ୍ରେରଣାଦାୟୀ ଭାରତୀ ମାଙ୍କ ଦ୍ୱାରା ପରିଚାଳିତ ଏହି P3Y ମାସିକ ପତ୍ର କରିବା ଦ୍ୱାରା ଆପଣମାନେ ସମସ୍ତେ 1 ଜୁନ୍ 2025ରୁ 1 ଜୁଲାଇ 2025 ପର୍ଯ୍ୟନ୍ତ ବହୁତ ଲାଭ ପାଇପାରିବେ। ପତ୍ରର 8ଟି ବାକ୍ୟ। ପରମଂ ଶରଣଂ ଗଚ୍ଛାମି, ହଂସଂ ଶରଣଂ ଗଚ୍ଛାମି, ଅଦ୍ୱୈତଂ ଶରଣଂ ଗଚ୍ଛାମି, आनंदम शरणम गच्छामि, चरणम शरणम गच्छामि। हे परम जी, मुझ पर कृपा करो। सिर झुकाकर परम जी को नमस्कार करता हूँ। नमस्कार परम जी। पत्रर 9 वाक्य। परम जी, जून मासर यही मासिक पत्रे आपण आपणकर शक्ति दियंतु। आज यही पत्र करिबा द्वारा समग्र मास बहुत खुशी रे बितु। परम जी, आसंता काली जून मास 2025 रे ऑफलाइन ऑनलाइन रे अनुष्ठित हेबाकु थिबा महाशक्ति दिवस शिविर रे जोग दे मु बहुत खुशी हेबी। मु फरीदाबाद सेक्टर 19 फरीदाबाद परमधाम 1337 को आसी शिविर रे जोग देबी। मु एक इच्छा पत्र तैयारी करी परम जी को अर्पण करिबी एवं बड़ इच्छा पूर्ण करिबा शक्ति पाई पारिबी। परम शक्ति जल एवं परम खाद्य खाई मु स्वस्थ रहिबार शक्ति ग्रहण करि पारिबी। परम धाम रो सिद्ध साहित्य नहीं मु परीक्षण करी मो जीवन को सुखमय करिबी। सर्वाधिक नूतन पुराना लोकंक मध्यरे P3Y सुपर शक्ति दिवस विषय सचेतनता प्रसार करिबा पाई मोते शक्ति दियंतु। एही मासटी मो पाई एवं मो परिवार पाई वर्तमान ठू अधिक सुख शांति धन समृद्धि स्वास्थ्य कल्याण सुरक्षा एवं आशीर्वाद आनी देऊ। एही आगामी मासटी मो व्यवसाय एवं चाकरी पाई बहुत खुशी हेउ। मोर आयर माध्यम वृद्धि हेउ। आयर माध्यम वृद्धि हेबा सहित मोर कष्टरे अर्जित टंका अपव्यय रोगरे चिकित्सा खर्चरे निशा जुआ लटेरी रे नष्ट न हेउ। मोते ठीक उपाय रे रोजगार करिवार शक्ति दियंतु। ठीक उपाय रे खर्च करिवार शक्ति दियंतु। किछि टंका संचय करी एवं मोर आयर किछि अंश P3Y को प्रोत्साहित करिवार विनियोग करिवा पाई शक्ति दियंतु। जे कोनोसी कारणरू हेउथिबा ऋण शीघ्र परिशोध करिवा पाई मोते मार्गदर्शन करांतु। अटकी रहिथिबा टंका शीघ्र आदाय करा जाऊ। मांदा व्यवस्था प्रतियोगिता पाणीपाग मो उपरे कौनसी प्रकार नकारात्मक प्रभाव मो व्यवसाय उपरे मो काम उपरे न पड़ू। मु चाष पशुपालन रे P3Y करी पूर्ण लाभ पाई पारे। एथिपाई मोते प्रतिदिन रविवार सकाळ 11टारे लाइव ऑनलाइन ऑफलाइन P3Y लक्ष्मी समृद्धि श्रेणी रे जोग देबी एवं तृतीय रविवार 15 जून 2025 दिन 12टारे गूगल मीट रे P3Y लक्ष्मी समृद्धि अनुसंधान क्लास रे जोग देई मु निज को धनी हेबा पर शक्ति नेबी। जेकोसी प्रकार दुर्घटना खराब पाणीपाग विपर्जय एवं अन्य कौनसी प्रकार रोग एलर्जी संक्रमण भूताणु संक्रमण रु निज को रक्षा करिवा पाई मु 29 जून 2025
ସନ୍ଧ୍ୟା 7ଟାରେ P3Y ମାସିକ ରୋଗ ନିବାରଣ କ୍ଲାସରେ ଯୋଗ ଦେବି ଏବଂ ମୁଁ ଦ୍ୱିତୀୟ ରବିବାର 8 ଜୁନ୍ 2025 ଦିନ 12ଟାରେ ଗୁଗଲ ମିଟ୍ରେ P3Y ରୋଗ ନିବାରଣ ଗବେଷଣା ଶ୍ରେଣୀରେ ଯୋଗ ଦେଇ ରୋଗରୁ ସୁରକ୍ଷିତ ରହିବା ପାଇଁ ମୁଁ ଏବଂ ମୋର ପରିବାରର ସମସ୍ତ ସଦସ୍ୟ ସୁସ୍ଥ ରୁହନ୍ତୁ, ସେଥିପାଇଁ ମୁଁ ଏ କ୍ଲାସରେ ଯୋଗ ଦେବି। ପ୍ରବଳ ଗରମ ପବନ, ଝଡ଼ ଏବଂ ଝଡ଼ର କୁପ୍ରଭାବରୁ ନିଜକୁ ରକ୍ଷା କରିବା ପାଇଁ ମୁଁ ଖାଦ୍ୟ ଅର୍ପଣ ପଦ୍ଧତି ଏବଂ ପରମ ରକ୍ଷକ ସ୍ପର୍ଶ କାର୍ଡ଼ ମାଧ୍ୟମରେ ଜଳ ପ୍ରସ୍ତୁତ କରି ସର୍ବାଧିକ ଜଳ ବ୍ୟବହାର କରିବି। ମୁଁ ପରମ ବିଭୂତି, ପରମ ପ୍ରତୀକ ପିନ୍ଧିବି। ପାଣିରେ ପରମ ଶକ୍ତି ଜଳ ମିଶାଇ ସ୍ନାନ କରି ଏବଂ ପରମ ତେଲ ବ୍ୟବହାର କରି ମୁଁ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବି। ପୂର୍ବପୁରୁଷମାନେ ସର୍ବଦା ଖୁସିରେ ରୁହନ୍ତୁ। ସେମାନଙ୍କ ଆଶୀର୍ବାଦ ଏବଂ କୃପା ମୋ ଉପରେ ଏବଂ ମୋ ପରିବାର ଉପରେ ରହୁ ଏବଂ ନକାରାତ୍ମକ ଶକ୍ତିଠାରୁ ସୁରକ୍ଷା ରୁହେ। ସେଥିପାଇଁ 25 ଜୁନ୍ 2025 ମୁଁ ମୋ ଘରେ P3Y ଅମାବାସ୍ୟା ଶ୍ରେଣୀର ଆୟୋଜନ କରିବି କିମ୍ବା ନିଶ୍ଚିତ ଭାବରେ ଅନଲାଇନ୍ ଅଫଲାଇନ୍ ଲାଇଭ୍ ଶ୍ରେଣୀରେ ଯୋଗ ଦେବି ଏବଂ ଅନ୍ୟମାନଙ୍କୁ ମଧ୍ୟ ଜଣାଇବି। P3Y କରିବା ଦ୍ୱାରା ମୁଁ ଆତ୍ମବିଶ୍ୱାସୀ ହୁଏ। P3Yକୁ ପ୍ରୋତ୍ସାହିତ କରିବା ଦ୍ୱାରା ମୋର ଯୋଗାଯୋଗ ଦକ୍ଷତାର ବିକାଶ ହେଉ। ମୁଁ ସମ୍ପୂର୍ଣ୍ଣ ଆତ୍ମବିଶ୍ୱାସ ସହିତ ସମସ୍ତଙ୍କୁ ପ୍ରଚାର କରିବି ଏବଂ P3Y ମୋ ପାଇଁ କାମରେ ଏବଂ ମୋ ଅଭିଜ୍ଞତାରେ ସମସ୍ତଙ୍କୁ ମୋର ପୂରା ହୋଇଥିବା କାର୍ଯ୍ୟ ବିଷୟରେ ଅବଗତ କରାଇବି। ପରମଜୀ ମୋତେ ଶକ୍ତି ଦିଅନ୍ତୁ, ମୋତେ ସ୍ୱର ଦିଅନ୍ତୁ, ମୋତେ ମନୋବଳ ଦିଅନ୍ତୁ, ଯାହାଦ୍ୱାରା ମୁଁ ଆଗାମୀ 10 ଜୁଲାଇ ଗୁରୁ ପୂର୍ଣ୍ଣିମା ମହୋତ୍ସବର ସର୍ବାଧିକ ପ୍ରଚାର P3Y ନିମନ୍ତ୍ରଣ ପତ୍ର ମାଧ୍ୟମରେ ଅଜଣା ଲୋକଙ୍କ ମଧ୍ୟରେ କରିପାରିବି ଏବଂ ମୋର ବଡ଼ ଇଚ୍ଛା ପୂରଣ କରିବାର ଶକ୍ତି ନେବି। ମୁଁ ପ୍ରତିଦିନ ସକାଳ 11ଟା ଏବଂ ସନ୍ଧ୍ୟା 7ଟାରେ P3Y ୱେଲଫେୟାର ଫାଉଣ୍ଡେସନ ୟୁଟ୍ୟୁବ୍ ଚ୍ୟାନେଲ ଏବଂ P3Y NCR ଇଣ୍ଡିଆ ଫେସବୁକରେ ହେଉଥିବା P3Y ଅନଲାଇନ୍ ଲାଇଭ୍ କ୍ଲାସ୍ ବିଷୟରେ ସର୍ବାଧିକ ଲୋକଙ୍କୁ ସୂଚନା ଦେବି ଏବଂ ଲୋକମାନଙ୍କୁ ଚ୍ୟାନେଲକୁ ସବସ୍କ୍ରାଇବ୍ କରାଇବି ଏବଂ ଫଲୋଅର କରିବାକୁ ମଧ୍ୟ ପ୍ରେରିତ କରିବି। ପରମଜୀ ମୁଁ ଯେଉଁମାନଙ୍କୁ P3Y ଶିଖାଇଥିଲି ସେମାନଙ୍କ ପାଇଁ ବହୁତ କାମ ହେଇଥିଲା, ଯାହା ଦ୍ୱାରା ପରମଜୀଙ୍କର ଖ୍ୟାତି ଏବଂ ସମ୍ମାନ ବୃଦ୍ଧି ହେଉ ଏବଂ ମୋର ମଧ୍ୟ ସମ୍ମାନ ବୃଦ୍ଧି ହେଉ। P3Y ମାସିକ ସମ୍ବାଦ ପତ୍ରିକାରେ ଉଲ୍ଲିଖିତ ପରମଜୀଙ୍କର କଥା, ଭାରତୀ ମାଙ୍କ ବାର୍ତ୍ତା ଏବଂ P3Y କର୍ତ୍ତାଙ୍କ ସୁଖଦ ଅଭିଜ୍ଞତା ପାଠକଙ୍କ ମନୋବଳ ଏବଂ ଆତ୍ମବିଶ୍ୱାସ ବୃଦ୍ଧି କରୁ। ଘରେ, କାର୍ଯ୍ୟାଳୟରେ, ଦୋକାନରେ, ଗୋଦାମରେ ପରମଜୀଙ୍କର ଚିତ୍ର ରଖିବା ଦ୍ୱାରା ସକାରାତ୍ମକ ଏବଂ ସୁରକ୍ଷା ବଜାୟ ରହୁ। ଏହି ପତ୍ରିକାରେ ପାଠକଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଆଗାମୀ ମାସରେ ଅନୁଷ୍ଠିତ ହେବାକୁ ଥିବା ସମସ୍ତ P3Y କ୍ଲାସ୍ ଏବଂ ସାହିତ୍ୟ ବିଷୟରେ ସୂଚନା ସଂକଳ୍ପ କରାଯାଉ। ଏହି ପତ୍ରିକାଟି ପ୍ରଚାର ଏବଂ ସୁନ୍ଦର ମାଧ୍ୟମରେ ମଧ୍ୟ ଏହି ପତ୍ରିକା ମାଧ୍ୟମରେ ପ୍ରଚାର ଶକ୍ତି ନେଇ ମନ ଏବଂ ଚିନ୍ତାଧାରାକୁ ଶାନ୍ତ ଏବଂ ସକାରାତ୍ମକ ରଖିବାର ଶକ୍ତି ମିଳୁ। ଏହି କାରଣରୁ ଆମକୁ ଏହି ପତ୍ରିକାଟି
ନିଜେ ପଢ଼ିବା ଏବଂ ଅନ୍ୟମାନଙ୍କୁ ମଧ୍ୟ ଏହି ପତ୍ରିକା ପଢ଼ିବାକୁ ଉତ୍ସାହିତ କରୁଁ। ପରମଜୀ, ମୋର ଛାତ୍ର ଜୀବନ, ମୋ ପିଲାମାନଙ୍କର ଛାତ୍ର ଜୀବନ କ୍ୟାରିୟର ବହୁତ ସଫଳ ଏବଂ ସୁଖୀ ହେଉ। ମୁଁ ଏହି ନୂତନ ଅଧିବେଶନ ଏବଂ ପରୀକ୍ଷାରେ ବହୁତ ଆତ୍ମବିଶ୍ୱାସୀ ହୁଅନ୍ତୁ। ଶିକ୍ଷକ ବନ୍ଧୁମାନଙ୍କ ଠାରୁ ସର୍ବାଧିକ ସମର୍ଥନ ମିଳୁ। ମୁଁ ମୋର ପାଠରେ କଠିନ ପରିଶ୍ରମ କରିବି ଏବଂ ପ୍ରତିଦିନ ଛାତ୍ର ଅନୁରୋଧ ପଢ଼ିବି। ଏହି ଅଧିବେଶନ ବହୁତ ଖୁସି ଏବଂ ସଫଳ ହେଉ। P3Y ମାସିକ ପତ୍ରିକା କ୍ୟାଲେଣ୍ଡର ଅନୁଯାୟୀ ମୁଁ ଏହି ମାସରେ ସମସ୍ତ P3Y ଦକ୍ଷ କ୍ଲାସ୍ ଏବଂ ଗୁଗଲ ମିଟ୍ରେ P3Y ଦକ୍ଷ ଛାତ୍ର ଗବେଷଣା କ୍ଲାସରେ ଯୋଗ ଦେଇ ମୋର ଶକ୍ତିକୁ ପୁନଃରିଚାର୍ଜ କରିବି। ତୃତୀୟ ଗୁରୁବାର 19 ଜୁନ୍ 2025 ରାତ୍ରି 9ଟାରେ ମୁଁ ଗୁଗଲ ମିଟ୍ କ୍ଲାସରେ ଯୋଗ ଦେବି। ଜୁନ୍ ମାସରେ ଆସୁଥିବା ସମସ୍ତ ପର୍ବଗୁଡ଼ିକୁ P3Y କରି ବହୁତ ଖୁସି ରହିବା ସହିତ ଏହି ମାସରେ ମୁଁ ନିଶ୍ଚିତ ଭାବରେ P3Y ସଙ୍କଟ ଚତୁର୍ଥୀ ଶ୍ରେଣୀ, P3Y ଏକାଦଶୀ ଶ୍ରେଣୀ, P3Y ପୂର୍ଣ୍ଣିମା ଶ୍ରେଣୀ, P3Y ମାସିକ ଶିବରାତ୍ରି ଶ୍ରେଣୀ ଏବଂ ଅନ୍ୟ ପର୍ବପର୍ବାଣୀରେ ଯୋଗ ଦେବି। ମୁଁ ମଧ୍ୟ ଧରୋହର ଡାଏରୀରେ ମେ ମାସ 2025ର ସମସ୍ତ ସୁନ୍ଦର ଅଭିଜ୍ଞତା ଲେଖିବି ଏବଂ P3Y ଅଭିଜ୍ଞତାକୁ ଭିଡ଼ିଓ କିମ୍ବା ଅଡ଼ିଓ କରି ଗ୍ରୁପରେ ସେୟାର କରି ପ୍ରୋତ୍ସାହନର ଶକ୍ତି ନେବି। ପରମଜୀ, ଆପଣଙ୍କ ଆଶୀର୍ବାଦ ଯୋଗୁଁ ମଇ ମାସଟି ବହୁତ ଖୁସିରେ କଟିଗଲା। ସେଥିପାଇଁ ଆପଣଙ୍କୁ ଧନ୍ୟବାଦ ଜଣାଉଛି। ଧନ୍ୟବାଦ ପରମଜୀ, ଧନ୍ୟବାଦ ପରମଜୀ, ଧନ୍ୟବାଦ ପରମଜୀ। ପରମଜୀ, ନିୟମିତ P3Y କରି ଏହି ଜୁନ୍ ମାସଟି ପୂର୍ବ ମାସ ଅପେକ୍ଷା ଅଧିକ ଖୁସି ହେଉ। ଦୟାକରି ମୋର ଏହି ଇଚ୍ଛା ପୂରଣ କରନ୍ତୁ। ଇଚ୍ଛା ପୂରଣ ହେବା ମାତ୍ରେ ମୁଁ ପରମଜୀଙ୍କୁ ଦାନ ପରିମାଣ ଆପଣ ଯେଉଁ ମୁଦ୍ରାରେ ରୋଜଗାର କରନ୍ତି ନିଜେ ନିଷ୍ପତ୍ତି ନିଅନ୍ତୁ। ପରମଜୀଙ୍କୁ ଦେବି। ମୁଁ ଗୋଟାଏ ଲିଟର ପାଣି, ଗୋଟାଏ ଫୁଲ ଅର୍ପଣ କରିବି। 11ମ ବାକ୍ୟ, ମୋର ଇଚ୍ଛା ପୂରଣ ହେବା ମାତ୍ରେ ମୁଁ ଏହି ମାସରେ 11 ଜଣ ନୂତନ ବ୍ୟକ୍ତିଙ୍କୁ ଯେକୌଣସି ମାଧ୍ୟମରେ P3Y ଶିଖାଇବି। ମୁଁ ପରମଜୀଙ୍କୁ ଅନୁରୋଧ କରିବି ଏହି ଜୁନ୍ ମାସର ଆପଣଙ୍କର ଏବଂ ମୋର ସମସ୍ତ ସୁଖଦ ଇଚ୍ଛା ଶୀଘ୍ର ପୂରଣ ହେଉ। ଚରଣଂ ଶରଣଂ ଗଚ୍ଛାମି।